Hello friends, today we will start the chapter the text of at the high school. ठीक ଅଛି ଏହା ପୂର୍ବରୁ ଏହାର ଲିଡ୍ ଇନ୍ ପାର୍ଟଟା ମୋର ପ୍ରିଭିୟସ୍ ଭିଡ଼ିଓରେ ଅଛି ଆପଣ ଆଇ ବଟନରେ କ୍ଲିକ୍ କରିକି ଦେଖିପାରିବେ ଆଉ ଯଦି ଚ୍ୟାନେଲକୁ ନ ଆସିଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ତ ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ ତାକି ଅପଡେଟେଡ୍ ଭିଡ଼ିଓ ୟୁ କ୍ୟାନ୍ ଗେଟ୍ ଓକେ ଇଜିଲି ଦେନ୍ ନୋଟିଫିକେସନ୍ ଆପଣ ପାଇପାରିବେ ତ ଆଜି ଷ୍ଟାର୍ଟ କରିବା ଦ ଟେକ୍ସଟ ପାର୍ଟ ଓକେ I was not regarded as a fool at the high school ତ ସେ ମାନେ କିଏ ଆମ ଗାନ୍ଧୀଜୀ ସେ କେବେ ରିଗାର୍ଡ଼ ମାନେ କ'ଣ କନସିଡର ହେଇନାହାନ୍ତି ଏଜ୍ ଏ ଫୁଲ୍ ତାଙ୍କ ହାଇସ୍କୁଲରେ ସେ କେବେ ବି ଜଣେ ଫୁଲ୍ ହିସାବରେ ବିବେଚିତ ହୋଇନାହାନ୍ତି ତାଙ୍କୁ କେବେ କିଏ ଗୋଟେ ବୋକା ବୋଲି କନସିଡର କରିନାହିଁ ହେଲା ସେ କେବେ ହି ଡିଡ୍ ନଟ୍ କନସିଡର ଏଜ୍ ଏ ଫୁଲ୍ ଏଟ୍ ହିଜ୍ ହାଇସ୍କୁଲ ଓକେ I always enjoyed the affection of my teacher ସେ ସବୁବେଳେ ତାଙ୍କ ଟିଚର ପ୍ରତି ଯେଉଁ ସ୍ନେହ ଥିଲା ତାଙ୍କ ଟିଚର ଯେନ୍ ତାଙ୍କୁ ଯେମିତି ସ୍ନେହ କରୁଥିଲେ ସେ ତାକୁ ସବୁବେଳେ ସେ ଏନ୍ଜୟ କରୁଥିଲେ he always enjoyed what the affection from teachers towards him the affection towards him from the teachers he always enjoyed it ଠିକ ଅଛି certificates of progress and character used to be sent to the parents every year ତ ସାର୍ଟିଫିକେଟ୍ ଅଫ୍ ପ୍ରୋଗ୍ରେସ୍ ମାନେ ତାଙ୍କର ଯେଉଁ ସାର୍ଟିଫିକେଟ୍ ଥିଲା ପ୍ରୋଗ୍ରେସ୍ ରିପୋର୍ଟଟା ଥିଲା ଆଉ କ୍ୟାରେକ୍ଟରର ସାର୍ଟିଫିକେଟ୍ ଥିବ ପ୍ରତିବର୍ଷ ତାଙ୍କ ପ୍ୟାରେଣ୍ଟସ୍ମାନଙ୍କୁ ବରାବର ପଠାଇ ଦିଆଯାଉଥିଲା ସବୁ ବର୍ଷ ପଢ଼ୁଥିଲେ ଠିକ୍ ଅଛି ତାଙ୍କ ସ୍କୁଲରୁ ତାଙ୍କ ପ୍ୟାରେଣ୍ଟସ୍ମାନଙ୍କୁ ପଠାଯାଉଥିଲା କେମିତି ଚାଲୁଛି ତାର ପଢ଼ାପଢ଼ି ତାର କ୍ୟାରେକ୍ଟର ଉପରେ ଯେଉଁ ରିପୋର୍ଟ କରୁଥିଲେ ସେଟା ସବୁ ବର୍ଷ ପଠାଇ ଦିଆଯାଉଥିଲା ଆଇ ନେଭର ହ୍ୟାଡ୍ ଏ ବ୍ୟାଡ୍ ସାର୍ଟିଫିକେଟ୍ ସେ କେବେ ବି ଖରାପ ସାର୍ଟିଫିକେଟ୍ ତାଙ୍କ ସାର୍ଟିଫିକେଟ୍ କେବେ ଖରାପ ଯାଏ ନାହିଁ ଠିକ୍ ଅଛି ସବୁବେଳେ ଭଲ ଗୁଡ୍ ତାଙ୍କର ଯେଉଁ ଥିଲା ଠିକ୍ ଅଛି ଇନଫ୍ୟାକ୍ଟ ଆଇ ଇଭେନ୍ ଓନ୍ ପ୍ରାଇଜେସ୍ ଆଫ୍ଟର ଆଇ ପାସ୍ଡ ଆଉଟ୍ ଦ ସେକେଣ୍ଡ ଷ୍ଟାଣ୍ଡାର୍ଡ଼ ଆଉ ସେ କ'ଣ ଯେତେବେଳେ ସେକେଣ୍ଡ ଷ୍ଟାଣ୍ଡାର୍ଡ଼ ପାସ୍ କଲା ଅବସ୍ଥାରେ ସେ ପ୍ରାଇଜ୍ ମାନେ ମଧ୍ୟ ପାଇ ବସିଥିଲେନି ଠିକ୍ ଅଛି ହି ଗଟ୍ ଅଲସୋ ଗଟ୍ ପ୍ରାଇଜେସ୍ ଫ୍ରମ୍ ହିଜ୍ ସେକେଣ୍ଡ ଷ୍ଟାଣ୍ଡାର୍ଡ଼ ଓକେ ଇନ୍ ଦ ଫିଫ୍ଥ ଆଣ୍ଡ ସିକ୍ସଥ ଷ୍ଟାଣ୍ଡାର୍ଡ଼ ଠିକ୍ ଅଛି କ'ଣ ହେଉଥିଲା ତାଙ୍କର ଫିଫ୍ଥ ଆଉ ସିକ୍ସଥ ଷ୍ଟାଣ୍ଡାର୍ଡ଼ରେ I obtained scholarship of ₹4 and 10 respectively. ତ ସେ ସେତେବେଳେ get scholarship କେତେବେଳେ in class 5th and 6th. In class 5th he got scholarship of ₹4 and in class 6th he got scholarship of ₹10 respectively ଯଥାକ୍ରମେ ଠିକ୍ ଅଛି ତ ସେ କେତେ ପାଇଥିଲେ ସେ କ୍ଲାସ୍ 4 ଆଉ 10ରେ ସ୍କଲାରସିପ୍ ପାଇ ଆମର କ୍ଲାସ୍ 5th ଆଉ 6thରେ କେତେର 4 ଆଉ 10 ରୁପିଜ୍ର ସ୍କଲାରସିପ୍ ପାଇଥିଲେ ଓକେ an achievement for which I have to thank good luck more than my merit ତ ସେ କ'ଣ କହିବାକୁ ଚାହୁଁଛନ୍ତି ଏଇଟା ଗୋଟେ ଯେନ୍ ସଫଳତା ଥିଲା ସେ ଯେନ୍ ସଫଳତା ପାଇଥିଲେ ସେ ଯେଉଁ ସଫଳତା ହାସଲ କରିଥିଲେ ତ ସେ ତାଙ୍କ ମେରିଟ୍ରୁ ବେଶୀ ତାଙ୍କ ଭାଗ୍ୟକୁ ସେ ଶୁଭକାମନା ଜଣାଉଛନ୍ତି ତାଙ୍କ ଭାଗ୍ୟକୁ ସେ ବେଶୀ ଭଲ ବୋଲି କହିଛନ୍ତି ତାଙ୍କ ଭାଗ୍ୟ ଥିଲା ତାଙ୍କ ସୌଭାଗ୍ୟ ବୋଲି ସେ କହିଛନ୍ତି ମୁଁ ଏହି ସ୍କଲାରସିପ୍ ପାଇବା ଏହା ମୋର ସୌଭାଗ୍ୟ ବୋଲି କହିଛନ୍ତି ନା କି ମୋର ଏବିଲିଟି ମୋର ଦକ୍ଷତା ସେଥିରେ ନଥିଲା ଯେହେତୁ ଆଗରୁ ଆମେ ପଢ଼ିଛେ ହି ୱାଜ୍ ଏ ନଟ୍ ସୋ ବ୍ରିଲିଆଣ୍ଟ ଓକେ ତ ଯଦିଓ ତାଙ୍କର ଏବିଲିଟି ନଥିଲା ତ ତାଙ୍କର ସେ ଭାଗ୍ୟ ଭଲ ସେ ପାଇଛନ୍ତି ସେ ଏହି କ'ଣ କି ଆମର ଆଚିଭମେଣ୍ଟ ମାନେ କ'ଣ ସଫଳତା ଏହି ସଫଳତାକୁ ସେ ଯେଉଁ ସଫଳତା ହାସଲ କରିଛନ୍ତି ଏହା ତାଙ୍କର ସୌଭାଗ୍ୟ ବୋଲି ସେ ଭାବିଛନ୍ତି ନା କି ତାଙ୍କର ଏବିଲିଟି ଓକେ ତ ନେକ୍ସଟ ମାଇ ଓନ୍ ରିକଲେକ୍ସନ୍ ଇଜ୍ ଦ୍ୟାଟ୍ ଆଇ ଡିଡ୍ ନଟ୍ ହ୍ୟାଭ୍ ଏନି ହାଇ ରିଗାର୍ଡ଼ ଫର୍ ମାଇ ଏବିଲିଟି ଠିକ୍ ଅଛି ସେ ତାଙ୍କ ରିକଲେକ୍ସନ୍ ମାନେ ରିମେମ୍ବର କରୁଛନ୍ତି ଠିକ୍ ଅଛି ତାଙ୍କର ମେମୋରିରେ ଅଛି ସେ ଏବେ ମନେ ପକାଉଛନ୍ତି ଯେ କ'ଣ ଆଇ ଡିଡ୍ ନଟ୍ ହ୍ୟାଭ୍ ଏନି ହାଇ ରିଗାର୍ଡ଼ ଫର୍ ମାଇ ଏବିଲିଟି ସେ ତାଙ୍କ ଦକ୍ଷତା ଲାଗି ଏବିଲିଟି ମାନେ ଦକ୍ଷତା ତାଙ୍କର ଦକ୍ଷତା ଲାଗି ସେ କେବେ ହାଇ ରିଗାର୍ଡ଼ ମାନେ ସମାନ ହାଇ ରିଗାର୍ଡ଼ ମାନେ ଉଚ୍ଚ ସମାନ ସେ କେବେ ବି ତାଙ୍କ ଦକ୍ଷତା ଲାଗି ଉଚ୍ଚ ସମାନ ପାଇନାହାନ୍ତି କାହାଠୁ ଅନ୍ୟମାନଙ୍କ ଠାରୁ କିମ୍ବା ଟିଚର୍ସମାନଙ୍କ ଠାରୁ ପିଲାମାନଙ୍କ ଠାରୁ ଠିକ୍ ଅଛି କେବେ ବି ତାଙ୍କ ଏବିଲିଟିକୁ ଦେଖିକି ତାଙ୍କୁ କେବେ ଭଲ ବୋଲି କୁହାଯାଇ ନାହିଁ ସବୁବେଳେ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଦେଖାଯାଉଥିଲା ଏଷ୍ଟୋନିସ୍ ପୂର୍ବ କ୍ଲାସ୍ରେ ଥିଲା ଠିକ୍ ଅଛି ଆଇ ୟୁଜ୍ ଟୁ ବି ଏଷ୍ଟୋନିସ୍ ଠିକ୍ ଅଛି କ'ଣ ଆଇ ୟୁଜ୍ ଟୁ ବି ଏଷ୍ଟୋନିସ୍ ସେ ବରାବର ଆଶ୍ଚର୍ଯ୍ୟଚକିତ ହେଉଥିଲେ ସେ କେତେବେଳେ ହ୍ୱେନ୍ ଏଭର୍ ଆଇ ଓନ୍ ପ୍ରାଇଜେସ୍ ଆଣ୍ଡ ସରପ୍ରାଇଜେସ୍ ସ୍କଲାରସିପ୍ସ ଓକେ ଆଇ ୟୁଜ୍ ଟୁ ବି ଏଷ୍ଟୋନିସ୍ ହ୍ୱେନ୍ ଏଭର୍ ଆଇ ଓନ୍ ପ୍ରାଇଜେସ୍ ଆଣ୍ଡ ସ୍କଲାରସିପ୍ ସେ ଯେତେବେଳେ ବି ପ୍ରାଇଜ୍ କିମ୍ବା ସ୍କଲାରସିପ୍ ପାଉଥିଲେ ସେ କ'ଣ ହେଉଥିଲା
ସମସ୍ତେ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ, ସମସ୍ତଙ୍କ ଠାରେ ଇନସଲ୍ଟ ହେଉଥିଲେ, ସମସ୍ତେ ତାଙ୍କୁ କହୁଥିଲେ କେମିତି ତାର ତ ଏବିଲିଟି ନାହିଁ, ସେ ସେମିତି ସେତେ ବ୍ରିଲିଆଣ୍ଟ ଛୁଆ ନୁହଁ, ସେ କେମିତି ପାଇଯାଉଛି ସେଟା ବୋଲି, ଠିକ୍ ଅଛି। ବଟ୍ ଆଇ ଭେରି ଜେଲସଲି ଗାର୍ଡେନ୍ ମାଇ କ୍ୟାରେକ୍ଟର। କିନ୍ତୁ ଏତେ ସବୁ ସେ ଶୁଣିବା ସତ୍ତ୍ୱେ, ଏତେ ସବୁ ଲୋକେ କହିବା ସତ୍ତ୍ୱେ ସେ ତାଙ୍କ କ୍ୟାରେକ୍ଟର, ତାଙ୍କ ଚରିତ୍ରକୁ ସେ ବହୁତ ଗମ୍ଭୀରତାର ସହିତ ଗାର୍ଡ଼ କରିଛନ୍ତି ମାନେ କଣ୍ଟ୍ରୋଲ କରିଛନ୍ତି। ସେ କେବେ ତାଙ୍କ ସେ ସିମ୍ପଲ୍ ଚରିତ୍ରରୁ ସେ ଯାହା ବଜାୟ ରଖିଥିଲେ ସବୁବେଳେ ବଜାୟ ରଖିଛନ୍ତି, ଠିକ୍ ଅଛି। କେବେ ସେରୁ ବାହାରି ଯାଇ କାହାକୁ କେବେ ଜବାବ ଦେଇନାହାନ୍ତି କି ଚେଞ୍ଜ ବି ହୋଇନାହାନ୍ତି, ସେ ଯାହା କହିଲେ ବି ସହି ଦେଉଥିଲେ। ଓକେ, ଦ ଲିଷ୍ଟ ଲିଟିଲ୍ ବ୍ଲେମିସ୍ ଡ୍ୟୁ ଟିୟର୍ସ ଫ୍ରମ୍ ମାଇ ଆଇଜ୍। ତ ସେ ମନେ ପକାଇଛନ୍ତି କାଣା ଥରେ ସେ ଭୁଲ କରିଥିଲେ କ'ଣ, ଏ ଲିଷ୍ଟ ମାନେ କ୍ଷୁଦ୍ର ଲିଟିଲ୍ ଛୋଟ ଭୁଲଟେ, ବ୍ଲେମିସ୍ ମାନେ ଦୋଷଟେ କରିଥିଲେ, ତାଙ୍କର ଦୋଷଟି ଥିଲା, ଭୁଲଟେ କରିଥିଲେ, ଯେନ୍ଟାକି ନଟ୍ ସୋ ନଟ୍ ଏ ବିଗ୍ ବ୍ଲେମିସ୍, ଓକେ, ନଟ୍ ଏ ବିଗ୍ ଭୁଲ, ବଡ଼ ଭୁଲ ନଥିଲା। ତ ଡ୍ୟୁ ଟିୟର୍ସ ଫ୍ରମ୍ ମାଇ ଆଇଜ୍, ତ ସେ ଭୁଲ ଦ୍ୱାରା କ'ଣ ହୋଇଥିଲା, ସେ କାନ୍ଦି ପକାଇଥିଲେ। କ'ଣ ହେବାର କାନ୍ଦି ପକାଇଥିଲେ? ହ୍ୱେନ୍ ଆଇ ମେରିଟେଡ୍ ଅର୍ ସିମ୍ ଟୁ ଦ ଟିଚର୍ ଟୁ ମେରିଟ୍ ଏ ରିବ୍ୟୁକ୍ ଇଟ୍ ୱାଜ୍ ଅନବିୟରେବୁଲ୍ ଟୁ ମି। ଓକେ, ତ ସେ କ'ଣ ହେଇଥିଲା, ସେ ଯେତେବେଳେ ଯୋଗ୍ୟ ବିବେଚିତ ହେଉଥିଲେ, ଏକ୍ଜାମ୍ ହେଉଥିଲା କିମ୍ବା ଟେଷ୍ଟ ହେଉଥିଲା, ତ ସେ ସେଥିରେ ପାସ୍ ହୋଇଯାଉଥିଲେ। ଆଉ ଯେତେବେଳେ ସେ ମେରିଟ୍ ଲିଷ୍ଟରେ ଆସୁଥିଲେ କିମ୍ବା ଯୋଗ୍ୟ ବିବେଚିତ ହେଉଥିଲେ, ସେ ଯୋଗ୍ୟ ବୋଲି ଜଣାଯାଉଥିଲା, କିମ୍ବା କ'ଣ ସିମ୍ ଟୁ ଦ ଟିଚର୍ ଟୁ ମେରିଟ୍, ତ ଟିଚର୍ ମାନେ ଯେତେବେଳେ ଜାଣୁଥିଲେ ଯେ ବାବୁ ଛୁଆଟା ଭଲ ଜାଣୁଛି, ପାସ୍ ହେଇଯାଉଛି, ମେରିଟ୍ ଲିଷ୍ଟରେ ଆସୁଛି, ତ ସେତେବେଳେ ଏଇ ରିବ୍ୟୁକ୍ ମାନେ କ'ଣ, ସେଥିରେ ତାଙ୍କୁ ଗାଲି ମିଳିଥିଲା, ଠିକ୍ ଅଛି। ଯାହାକି ଇଟ୍ ୱାଜ୍ ଅନବିୟରେବୁଲ୍ ଟୁ ମି, ଯାହା ତାଙ୍କୁ ଅସହ୍ୟଯୋଗ୍ୟ ଥିଲା, ଠିକ୍ ଅଛି। ବିୟର୍ ମାନେ ସହିବା, ସହିବା, ଠିକ୍ ଅଛି। ବିୟରେବୁଲ୍ ମାନେ ସହନ ଯୋଗ୍ୟ, ସହିବା ଯୋଗ୍ୟ। ଅନବିୟରେବୁଲ୍ ମାନେ ଅସହ୍ୟ ଯୋଗ୍ୟ। ତ ସେ ତାଙ୍କ ସହିବା ବାହାରେ ସେ ସହି ପାରିନଥିଲେ ସେ ରିବ୍ୟୁକ୍‌କୁ। ଏତେ ଛୋଟ ଭୁଲ ଥିଲା, ଭୁଲ ବି ନୁହଁ, ଏହା ସେ ଟିଚରମାନଙ୍କ ନଜରରେ ତାଙ୍କ ଭୁଲ ଥିଲା, ଦୋଷ ଥିଲା। ତ ଏହାକୁ ନେଇ ସେ ଟିଚରମାନେ ତାଙ୍କୁ ରିବ୍ୟୁକ୍ ଦେଇଥିଲେ, ହି ଗଟ୍ ଏ ରିବ୍ୟୁକ୍ ଫ୍ରମ୍ ଦ୍ୟାଟ୍ ଟିଚର୍, ସୋ ହ୍ୱିଚ୍ ୱାଜ୍ ଅନବିୟରେବୁଲ୍ ଫର୍ ହିମ୍, ଠିକ୍ ଅଛି। ସେ ତାଙ୍କୁ ସହନଯୋଗ୍ୟ ଥିଲା, ସହନଯୋଗ୍ୟ ନଥିଲା। ଓକେ, ଆଇ ରିମେମ୍ବର ହେଭିଂ ୱାନ୍ସ ରିସିଭ୍ଡ କର୍ପୋରାଲ୍ ପନିସମେଣ୍ଟ। ସେ ତାଙ୍କୁ ମନେ ପକାଉଛନ୍ତି କ'ଣ, ସେ ଥରେ ଗୋଟେ ପାଇଥିଲେ, କ'ଣ ପାଇଥିଲେ, ରିସିଭ୍ କରିଥିଲେ, କ'ଣ ପାଇଥିଲେ, କର୍ପୋରାଲ୍ ପନିସମେଣ୍ଟ ମାନେ ଫିଜିକାଲ୍ ପନିସମେଣ୍ଟ। ଏମିତି ଭୁଲ କରିବା ଦ୍ୱାରା ସେ କ'ଣ ପାଇଥିଲେ, ତାଙ୍କୁ ଗୋଟେ ଫିଜିକାଲ୍ ପନିସମେଣ୍ଟ ଦିଆଯାଇଥିଲା, ଟର୍ଚର୍ କରାଯାଇଥିଲା, ଠିକ୍ ଅଛି। ଆଇ ଡିଡ୍ ନଟ୍ ସୋ ମଚ୍ ମାଇଣ୍ଡ, ଯାହାଫଳରେ ତାଙ୍କ ଆଖିରୁ ଲୁହ ଝରିଥିଲା, ଠିକ୍ ଅଛି, କାନ୍ଦି ପକାଇଥିଲେ। ଆଇ ଡିଡ୍ ନଟ୍ ସୋ ମଚ୍ ମାଇଣ୍ଡ ଦ ପନିସମେଣ୍ଟ ଏଜ୍ ଦ ଫ୍ୟାକ୍ଟ ଦ୍ୟାଟ୍ ଇଟ୍ ୱାଜ୍ କନସିଡର୍ଡ ମାଇ ଡିଜାର୍ଟ। ସେ କେବେ ବି ଏ ପନିସମେଣ୍ଟକୁ ସେତେ ମାଇଣ୍ଡ କରିନଥିଲେ, ଯେ ମୋତେ ହିଁ ଦେଉଛନ୍ତି, ମୁଁ କିଛି ଭୁଲ କରିନି, ସେ ବଡ଼ ଭୁଲ କରିନି, ଫେରି ମୋତେ କଠୋର ଦଣ୍ଡ ଦିଆଯାଉଛି, ଏହା ବୋଲି ସେ କେବେ ଭାବି ନାହାନ୍ତି, ସେ କେବେ ମାଇଣ୍ଡ କରିନାହାନ୍ତି। ଇଟ୍ ୱାଜ୍ କନସିଡର୍ଡ ମାଇ ଡିଜାର୍ଟ ମାନେ ସେ ଏହାକୁ ଏହି ଯେଉଁ ପନିସମେଣ୍ଟ ଦେଉଥିଲେ ତାହାକୁ ସେ କ'ଣ ବୋଲି ଭାବିଛନ୍ତି, କ'ଣ ବୋଲି କନସିଡର୍ କରୁଛନ୍ତି, କନସିଡର୍ ଏଜ୍ ହିଜ୍ ଡିଜାର୍ଟ। ଡିଜାର୍ଟ ମାନେ ସେ ଗିଭ୍ ଅପ୍, ତ୍ୟାଗ କରୁଛନ୍ତି, ଏଇଟା ମୋର ତ୍ୟାଗ, ଏହା ମୋର ଡିଜାର୍ଟ ମାନେ ଲିଭ୍, ଗିଭ୍ ଅପ୍, ଡିଜାର୍ଟ ମାନେ ଏହି ଅର୍ଥରେ ଏଇଠି ଏହା ହେବ, ଠିକ୍ ଅଛି। ଗିଭ୍ ଅପ୍, ତ୍ୟାଗ କରିଛନ୍ତି, ଏହା ମୋର ପଢ଼ା ଉପରେ, ମୋର ଶିକ୍ଷା ଉପରେ ମୁଁ ତ୍ୟାଗ କରୁଛି ବୋଲି ସେ ଭାବି ନଥିଲେ। ପନିସମେଣ୍ଟମାନଙ୍କୁ ଯେତେ ପନିସମେଣ୍ଟ ଦେଉଥିଲେ ବି ସେତେ କିଛି ମାଇଣ୍ଡ କରୁନଥିଲେ, କିଛି କହୁନଥିଲେ, ଠିକ୍ ଅଛି। ଆଇ ୱେପ୍ଟ ପିଟିୟସଲି, ସେ ୱେପ୍ଟ ମାନେ କାନ୍ଦୁଥିଲେ, ୱିପ୍ ମାନେ କାନ୍ଦିବା, ୱେପ୍ଟ V2, ଠିକ୍ ଅଛି। ୱେପ୍ଟ ସେ କ'ଣ କାନ୍ଦୁଥିଲେ, ପିଟିୟସଲି ମାନେ ବହୁତ ଦୟନୀୟ ହିସାବରେ କାନ୍ଦୁଥିଲେ, ତାଙ୍କୁ ବହୁତ ଗୁଲଗୁଲା ହେଇ କାନ୍ଦୁଥିଲେ, ଯେମିତି ତାଙ୍କୁ ଦେଖିଲେ ଦୟା ଆସିଯିବ, ଠିକ୍ ଅଛି। ତାପରେ ଦ୍ୟାଟ୍ ୱାଜ୍ ହ୍ୱେନ୍ ଆଇ ୱାଜ୍ ଇନ୍ ଦ ଫାର୍ଷ୍ଟ ଅର୍ ସେକେଣ୍ଡ ଷ୍ଟାଣ୍ଡାର୍ଡ଼। ସେମାନେ ଠିକ୍ ସେ ମନେ ବି ପକାଇ ପାରୁନାହାନ୍ତି ତାଙ୍କ କେତେ ଷ୍ଟାଣ୍ଡାର୍ଡ଼ରେ ଥିଲେ ସେ, ଫାର୍ଷ୍ଟ ଅର୍ ସେକେଣ୍ଡ ଷ୍ଟାଣ୍ଡାର୍ଡ଼। ଯେ ଘଟଣାଟା ହେଇଥିଲା, କ'ଣ ଘଟଣା, ଯେ ତାଙ୍କୁ ଯେତେବେଳେ ଜାଣୁଥିଲେ ସେ ମେରିଟ୍ ଲିଷ୍ଟ ଆସିଯାଉଥିଲେ, କିମ୍ବା ତାଙ୍କ ଟିଚରଙ୍କୁ ଲାଗୁଥିଲା ସେ ମେରିଟ୍ ହୋଇଯିବେ, ତ ସେତେବେଳେ ତାଙ୍କୁ ଗାଲି ଦିଆଯାଇଥିଲା। ତ ସେ ଗାଲି ସେ ସହ୍ୟ କରିପାରିନଥିଲେ, ଥରେ ସେଟା ସେମିତି ହେଇଥିଲା। ତ ଏବଂ ତାଙ୍କୁ ଗୋଟେ କର୍ପୋରାଲ୍ ପନିସମେଣ୍ଟ, ତାଙ୍କୁ ଗୋଟେ ଫିଜିକାଲ୍ ପନିସମେଣ୍ଟ ଦିଆଯାଇଥିଲା, ଯାହାକି ସେ ସହ୍ୟ କରିପାରିବା ବାହାରେ, ସେଟା ବହୁତ କଷ୍ଟ ଦେଇଥିଲା, ଠିକ୍ ଅଛି। ସେଟା କାନ୍ଦିକି ପକାଇଥିଲେ, ଏହା ତାଙ୍କ ଗୋଟେ ମନେ ରହିଯାଇଛି ସେ ଘଟଣାଟା। ସେ କେତେ କ୍ଲାସ୍ରେ ଥିଲେ ସେତେବେଳେ, ଫାର୍ଷ୍ଟ ଅର୍ ସେକେଣ୍ଡ ଷ୍ଟାଣ୍ଡାର୍ଡ଼ରେ ଥିଲେ, ଠିକ୍ ଅଛି। ଦେୟାର ୱାଜ୍ ଏନାଦର ସଚ୍ ଇନସିଡେଣ୍ଟ ଡ୍ୟୁରିଂ ଦ ଟାଇମ୍ ହ୍ୱେନ୍ ଆଇ ୱାଜ୍ ଇନ୍ ଦ ସେଭେନ୍ଥ ଷ୍ଟାଣ୍ଡାର୍ଡ଼। ଏଇଟା ତ କଲା ତାର ଗୋଟେ ଇନସିଡେଣ୍ଟ, ଠିକ୍ ଅଛି। ଆଉ ଗୋଟେ ଇନସିଡେଣ୍ଟ କ'ଣ, ଦେୟାର ୱାଜ୍ ଆଉ ଗୋଟେ ଅଛି ଏନାଦର ଇନସିଡେଣ୍ଟ, ଏଇଭଳିଆ ଇନସିଡେଣ୍ଟ, ସଚ୍ ଇନସିଡେଣ୍ଟ
କେତେବେଳେ ସେଟା ହେଉଥିଲା ड्यूरिंग द टाइम व्हेन आई वाज इन सेवेन्थ स्टाଣ୍ଡार्ड ସେ ଯେତେବେଳେ ସେଭେନ୍ଥ ଷ୍ଟାଣ୍ଡାର୍ଡ଼ରେ ଥିଲେ ସେତେବେଳେ ଏଇଭଳିଆ ଗୋଟେ ତାଙ୍କର ଗୋଟେ ଇନସିଡେଣ୍ଟ ଅଛି ସେ ତାହା କହିବାକୁ ଚାହୁଁଛନ୍ତି ଠିକ୍ ଅଛି କ'ଣ ଥିଲା ସେ ଇନସିଡେଣ୍ଟ ଚାଲ ପଡ଼ିବା ଓକେ ତ ଡୋରାବଜି ଇଦୁଲଜି ଜିମି ୱାଜ୍ ଦ ହେଡ଼ମାଷ୍ଟର ଦେନ୍ ତ ସେତେବେଳେ ତାଙ୍କ ହାଇସ୍କୁଲର ହେଡ଼ମାଷ୍ଟର କିଏ ଥିଲେ ଡୋରାବଜି ଇଦୁଲଜି ଜିମି ହି ୱାଜ୍ କ'ଣ ତାଙ୍କର ହାଇସ୍କୁଲର ହେଡ଼ମାଷ୍ଟର ଥିଲେ ହି ୱାଜ୍ ପପୁଲାର ଏମଙ୍ଗ ଦ ବଏଜ୍ମାନଙ୍କ ଭିତରେ ପିଲାମାନଙ୍କ ଭିତରେ ସେ ପପୁଲାର ଥିଲେ ସେ ସମସ୍ତଙ୍କୁ ଜଣାଶୁଣା ତାଙ୍କ ନାଁ ଧରିବେ ସବୁ ଜାଣିଯାଉଥିଲେ ଠିକ୍ ଅଛି ହଏ ଏଜ୍ ହି ୱାଜ୍ ଏ ଡିସିପ୍ଲିନେରିଆନ୍ ଠିକ୍ ଅଛି ଏ ମ୍ୟାନ୍ ଅଫ୍ ମେଥଡ଼ ଆଣ୍ଡ ଏ ଗୁଡ୍ କ୍ୟାରେକ୍ଟର ସେ ଶାନ୍ତ ଶିଷ୍ଟ ଥିଲେ ଠିକ୍ ଅଛି ଡିସିପ୍ଲିନେରିଆନ୍ ଡିସିପ୍ଲିନ୍ରୁ ଡିସିପ୍ଲିନେରିଆନ୍ ଠିକ୍ ଅଛି ଡିସିପ୍ଲିନେରିଆନ୍ ଯିଏ ଡିସିପ୍ଲିନ୍ ଉପରେ ଧ୍ୟାନ ଦେଉଛି ସବୁବେଳେ ଡିସିପ୍ଲିନ୍ ଚାହୁଁଛି ଯିଏ ଯଦି ଗୋଳମାଳ କଲା ତାକୁ ସେ ପନିସମେଣ୍ଟ ଦେଉଥିଲେ ତ ଡିସିପ୍ଲିନ୍ ରକ୍ଷା ସବୁବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସେ ଚେଷ୍ଟା କରୁଥିଲେ ସବୁବେଳେ ଶାନ୍ତି ଶୃଙ୍ଖଳା ଜୀବନ ବ୍ୟତୀତ କରୁଥିଲେ ସେ ଭଳିଆ ଲୋକ ଥିଲେ ତ ତାଙ୍କୁ କ'ଣ ସେ ହୁଆ ଯେ ଡିସିପ୍ଲିନେରିଆନ୍ ଠିକ୍ ଅଛି ଏ ମ୍ୟାନ୍ ଅଫ୍ ମେଥଡ଼ ଏଣ୍ଡ ଏ ଗୁଡ୍ କ୍ୟାରେକ୍ଟର ମ୍ୟାନ୍ ଅଫ୍ ମେଥଡ଼ ମାନେ ତାଙ୍କ ଗୋଟେ ନିୟମ କାନୁନ ଥିଲା ସେ ହିସାବରେ ସେ ବଞ୍ଚୁଥିଲେ ଆମକୁ ଲାଇଫଷ୍ଟାଇଲ୍ ବଢ଼ିଆ ଥିଲା ଆଉ ଏ ଗୁଡ୍ ଟିଚର ଅଲସୋ ଗୁଡ୍ ଟିଚର ପଢ଼ା ବି ଭଲ ଥିଲେ କ୍ୟାରେକ୍ଟର ବି ଭଲ ଥିଲା ଠିକ୍ ଅଛି ହି ମେଡ୍ ଜିମ୍ନାଷ୍ଟିକ୍ ଆଣ୍ଡ କ୍ରିକେଟର କମ୍ପଲସରି ଫର୍ ଦ ବଏଜ୍ ଅଫ୍ ଅପର ଷ୍ଟାଣ୍ଡାର୍ଡ ସେ ପ୍ରଥମ ଯେତେବେଳେ ସେଟା ଥିଲା ଏବେ ସେ ସେଭେନ୍ ଷ୍ଟାଣ୍ଡାର୍ଡ ହେଇଗଲାଣି ତାଙ୍କର ଅପର ଷ୍ଟାଣ୍ଡାର୍ଡ ହେଇଗଲାଣି ଠିକ୍ ଅଛି ତ ଏତେବେଳେ ଏଇ ସମୟରେ ତାଙ୍କର କ'ଣ ଥିଲା ଜିମ୍ନାଷ୍ଟିକ୍ ସେ କ'ଣ କରୁଥିଲେ ସେ ହେଡ଼ମାଷ୍ଟର ଜଣକ ଦୋରାବଜି ଇଦୁଲଜି ଜିମି କ'ଣ କରିଥିଲେ ଜିମ୍ନାଷ୍ଟିକ୍ ଆଉ କ୍ରିକେଟରକୁ କମ୍ପଲସରି କରିଥିଲେ କାହା ପାଇଁ ଅପର ଷ୍ଟାଣ୍ଡାର୍ଡର ପିଲାମାନଙ୍କ ପାଇଁ ଠିକ୍ ଅଛି ଜିମ୍ନାଷ୍ଟିକ୍ ମାନେ ଫିଜିକାଲ୍ ଏକ୍ସରସାଇଜ୍ ଠିକ୍ ଅଛି ଆଉ କ୍ରିକେଟ ମାନେ ଜାଣିଛ ଏହାକୁ ସେ କ'ଣ କରୁଥିଲେ ବାଧ୍ୟ କରୁଥିଲେ ଅପର ଷ୍ଟାଣ୍ଡାର୍ଡ ପିଲା ଖେଳିବେ ହିଁ ଖେଳିବେ ଠିକ୍ ଅଛି ଆଇ ଡିସଲାଇକ୍ ବୋଥ୍ ଗାନ୍ଧିଜୀ କ'ଣ କରୁଥିଲେ ଏଇ ଦୁଇଟି ଜନ୍ତୁକୁ ସେ ଡିସଲାଇକ୍ କରୁଥିଲେ କେଉଁଟାକୁ ବି ସେ ଭଲ ପାଉନଥିଲେ ତାଙ୍କୁ ବହୁତ ଜିମ୍ନାଷ୍ଟିକ୍ ଆଉ କ୍ରିକେଟ ତାଙ୍କୁ ବେକାର ଲାଗୁଥିଲା ଆଇ ନେଭର ଟୁକ୍ ପାର୍ଟ ଇନ୍ ଏନି ଏକ୍ସରସାଇଜ୍ ସେ କେଉଁ ଏକ୍ସରସାଇଜ୍ରେ ମଧ୍ୟ କେବେ ଯୋଗ ଦେଇନାହାନ୍ତି କେବେ ଗ୍ରହଣ ଯାଇକି ସାମିଲ ହୋଇନାହାନ୍ତି ଠିକ୍ ଅଛି ସେ ନେଭର କଦାପି ଆଇ ନେଭର ଟୁକ୍ ପାର୍ଟ ଇନ୍ ଏନି ଏକ୍ସରସାଇଜ୍ ନା କି ନାଇଦର ଜିମ୍ନାଷ୍ଟିକ୍ ନର୍ କ୍ରିକେଟ ସେ କେବେ ମଧ୍ୟ କେବେ କେଉଁଠି ବି ନିଜ ଯୋଗଦାନ ଦେଇନାହାନ୍ତି ଯାଇକି ମିଶିନାହାନ୍ତି ଠିକ୍ ଅଛି ଏନି एक्सरसाइज क्रिकेट और फुटबॉल ना कि कोई एक्सरसाइज ना कोई क्रिकेट और फुटबॉल कोई खेलकूदରେ ବି ସେ କେବେ ସାମିଲ ହୋଇନାହାନ୍ତି ସେ ଏଇ ସମସ୍ତଙ୍କୁ ସେ ସବୁକୁ କ'ଣ କରୁଥିଲେ ତାଙ୍କୁ ଭଲ ଲାଗୁନଥିଲା ହି ଡିସଲାଇକ୍ ସବୁକୁ ସେ ବେକାର ବୋଲି ଲାଗୁଥିଲେ ତାଙ୍କୁ ଇଚ୍ଛା ଲାଗୁନଥିଲା ସବୁ ଖେଳିବା ଏକ୍ସରସାଇଜ କରିବା ଠିକ୍ ଅଛି ବିଫୋର୍ ଦେ ୱେର୍ ମେଡ୍ କମ୍ପଲସରି କେତେବେଳେ ତ ଭଲ ନାଇଁ ଲାଗୁଥି କିନ୍ତୁ ଯେତେବେଳେ ତାହା ତାଙ୍କୁ କମ୍ପଲସରି ବାଧ୍ୟ କରିଦିଆଯାଉଥିଲା ତାହା ତ ତାଙ୍କୁ ପର୍ଯ୍ୟନ୍ତ ସେ କମ୍ପଲସରି ଯେତେବେଳେ ପର୍ଯ୍ୟନ୍ତ ତାକୁ କମ୍ପଲସରି ଖେଳକୁଦକୁ କମ୍ପଲସରି କରା ନଯାଉଛି ସେ ଯାଉନଥିଲେ ତାଙ୍କୁ ବାଧ୍ୟ କଲା ପରେ ହିଁ ସେ ଯାଉଥିଲେ ଚାଲେ ଖେଳିବା ବୋଲି କହିଲେ ହିଁ ତାକୁ ବାଧ୍ୟ ୟୁ ହ୍ୟାଭ୍ ଟୁ ଗୋ ୟୁ ସୁଡ଼୍ ଗୋ ତ କହିଲା ପରେ ହିଁ ସେ ଯାଉଥିଲେ ବାଧ୍ୟ ହୋଇଯିବାକୁ ପଡ଼ୁଥିଲା ତାଙ୍କୁ ଠିକ୍ ଅଛି ମାଇ ସାଇନେସ୍ ୱାଜ୍ ୱାନ୍ ଅଫ୍ ଦ ରିଜନ୍ସ ଫର୍ ହିଜ୍ ଏଲୋଫନେସ୍ ଓକେ ସେ ଯାହା ଲାଜୁଥିଲେ ତାଙ୍କ ଲଜ୍ଜା ୱାଜ୍ ୱାନ୍ ଅଫ୍ ଦ ରିଜନ୍ ଅଫ୍ ହିଜ୍ ଏଲୋଫନେସ୍ ମାନେ ଏକାକି ହୋଇ ଇଆଡ଼େ ସିଆଡ଼େ ବୁଲିବା ସେମାନେ ଗୋଟେ ତାଙ୍କ ସାଙ୍ଗମାନେ ଗୋଟେ ଆଡ଼େ ଖେଳୁଥିଲେ ସେ କିନ୍ତୁ ବୁଲୁଥିଲେ ଗୋଟେ ଅଲଗା ଆଡ଼େ ସେ ଏକା ପୃଥକ ହୋଇକରି ସମସ୍ତଙ୍କଠୁ ଅଲଗା ହୋଇକରି ଏକଲା ହୋଇ ସାଇଡ଼୍ରେ ହୋଇ ବୁଲୁଥିଲେ ରହୁଥିଲେ ଠିକ୍ ଅଛି ତାଙ୍କର କାହିଁକି ରହୁଥିଲେ କାରଣ ହ୍ୱାଟ୍ ଇଜ୍ ଦ ରିଜନ୍ ଅଫ୍ ହିଜ୍ ଏଲୋଫନେସ୍ ରିଜନ୍ ଇଜ୍ ହିଜ୍ ସାଇନେସ୍ ସେ ଲାଜୁଥିଲେ ତାଙ୍କର ଲଜ୍ଜା ସେ ଲାଜୁଥିଲେ ମିଶିକି ଖେଳିବା କାମ ବା ଏକ୍ସରସାଇଜ୍ କରିବାକୁ ସେ ଲାଜିବା ଯୋଗୁଁ ସେ ରହୁନଥିଲେ ତାଙ୍କ ସମସ୍ତଙ୍କଠୁ ଅଲଗା ରହୁଥିଲେ ଓକେ ହ୍ୱିଚ୍ ଆଇ ନାଓ ସି ରଙ୍ଗ ସେ ଏବେ ଜାଣିପାରୁଛନ୍ତି ତାହା ଭୁଲ କରୁଥିଲେ ସେ ଠିକ୍ କରୁନଥିଲେ ସେଟା ସେମିତି କରିବା ନଥିଲା ଠିକ୍ ଅଛି ଆଇ ହ୍ୟାଡ୍ ଦେନ୍ ଦ ଫଲ୍ସ notion I had then the false notion that gymnastics had nothing to do with education ତାଙ୍କ ସେତେବେଳେ ଗୋଟେ ଭୁଲ ଧାରଣା ନୋସନ୍ ମାନେ ଧାରଣା ଗୋଟେ ଫଲ୍ସ ନୋସନ୍ ମାନେ ଭୁଲ ଧାରଣା ସେତେବେଳେ ତାଙ୍କର ଗୋଟେ ଭୁଲ ଧାରଣା ଥିଲା କ'ଣ ଜିମ୍ନାଷ୍ଟିକ୍ଟା ଏକ୍ସରସାଇଜ୍ଟା ଖେଳକୁଦଟା କ୍ରିକେଟ ଫୁଟବଲଟା କ'ଣ ହ୍ୟାଡ୍ ନଥିଙ୍ଗ ତାର କିଛି ରୁଲ୍ ନାଇଁନ ତାର କିଛି କାମ ନାଇଁନ ଇନ୍ ଏଜୁକେସନ୍ରେ ଏଇ ଶିକ୍ଷାରେ ତାର କିଛି କାମ ନାଇଁନ ତାର କିଛି ରୋଲ୍ ନାଇଁନ ଠିକ୍ ଅଛି ଦେୟାର ଇଜ୍ ନୋ ସେ କ'ଣ ଭାବୁଥିଲେ ଜିମ୍ନାଷ୍ଟିକ୍ର କିଛି କାମ ନାଇଁନ ସେଟା କେତେ ଖେଳିକି ତାକୁ ଏଠି କିଛି ଫରକ ପଡ଼ବା ନାଇଁନ ବୋଲି କିଛି ନାହିଁ ବୋଲି ସେ ଭାବୁଥିଲେ ଶିକ୍ଷାରେ ଓକେ ଟୁଡେ ଆଇ know that physical training should have much place in the curriculum as mental training ଆଜି ସେ ଜାଣିବାକୁ ପାଉଛନ୍ତି ଆଜି ସେ ରିଏଲାଇଜ୍ କରୁଛନ୍ତି ଯେ ସେ ଭୁଲ କରୁଥିଲେ ସେଟା ନ କରିବା କଥା ତ ତାଙ୍କ ହିସାବରେ କ'ଣ ସେ କ'ଣ କହିବାକୁ ଚାହୁଁଛନ୍ତି ଯେ କ'ଣ ଫିଜିକାଲ୍ ଟ୍ରେନିଂଟା
କ'ଣ ହେବାର କଥା ଆମର ପାଠ୍ୟକ୍ରମରେ ରହିବାର କଥା, ତାକୁ ବି ଜାଗା ଦେବାର କଥା, ତାକୁ ଗୋଟେ ବି ପିରିୟଡ଼ କରିକି ତାକୁ ଗୋଟେ ଏକ୍ସଟ୍ରା ଟାଇମ୍ରେ ଖେଳକୁଦ ଏକ୍ସରସାଇଜ୍ ଜିମ୍ନାଷ୍ଟିକ୍ରେ ପିଲାମାନଙ୍କୁ ସାମିଲ କରିବା କଥା। ଯେମିତି ମେଣ୍ଟାଲ୍ ଟ୍ରେନିଂ ସବୁବେଳେ ଖାଲି ମେଣ୍ଟାଲ୍ ଟ୍ରେନିଂରେ ବି ଫୋକସ୍ ନ କରିକି ଫିଜିକାଲି ବି ଫିଟ୍ ରହିବାର କଥା। ଯଦି ଫିଜିକାଲି ଫିଟ୍ ରହିବେ ବି ତାର ବି ମେଣ୍ଟାଲି ଫିଟ୍ ରହିବା ସେ ଏବେ ଜାଣିପାରୁଛନ୍ତି, କିନ୍ତୁ ସେ ଆଗରେ ଜାଣିପାରୁନଥିଲେ, ସେତେବେଳେ ସେ ଡିସଲାଇକ୍ କରୁଥିଲେ। ଠିକ୍ ଅଛି, ତ ଆଜି ଏତିକି ଦୁଇଟି ପାରା ସରିଲା। ତ ନେକ୍ସଟ ଭିଡ଼ିଓ ୱି ୱିଲ୍ କଣ୍ଟିନ୍ୟୁ ଦ ରିମେନିଂ ପାର୍ଟ। ଓକେ।